ବେତାଳ ପଚାରିଲା, ପ୍ରକୃତରେ ଦୋଷୀ କିଏ? ତ ରାଜା ତାର କ'ଣ ଆନ୍ସର ଦେଲେ? ବନାରସ ସହରରେ ଦେବସ୍ୱାମୀ ନାମକ ଜଣେ ସମ୍ମାନିତ ବ୍ରାହ୍ମଣ ରହୁଥିଲେ। ସେ ଜଣେ ଗଭୀର ଧାର୍ମିକ ଏବଂ ଦୟାଳୁ ବ୍ୟକ୍ତି ଥିଲେ। ତାଙ୍କର ଏକମାତ୍ର ପୁତ୍ର ଥିଲେ ହରିଦାସ। ହରିଦାସ ସୌନ୍ଦର୍ଯ୍ୟ, ଗୁଣ ଏବଂ ନମ୍ରତାରେ ତାଙ୍କ ପିତାଙ୍କ ପ୍ରକୃତ ଉତ୍ତରାଧିକାରୀ ଥିଲେ। ତାଙ୍କ ବିବାହ ପରିବାର ପାଇଁ ଆହୁରି ସୌଭାଗ୍ୟ ଆଣିଥିଲା, କାରଣ ତାଙ୍କ ପତ୍ନୀ ଲାବଣ୍ୟବତୀ ପ୍ରକୃତରେ ସୁନ୍ଦର, ମହାନ ଏବଂ ଗୁଣରେ ପରିପୂର୍ଣ୍ଣ ଥିଲେ। ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ଭଲ ପାଉଥିଲେ, ଏକ ଖୁସି ଜୀବନ ବିତାଉଥିଲେ। ଗୋଟିଏ ଦିନ ଗ୍ରୀଷ୍ମ ଋତୁ ଥିଲା ଏବଂ ଦୁହେଁ ସେମାନଙ୍କ ଘରର ଛାତ ଉପରେ ଶୋଇ ଥଣ୍ଡା ପବନ ଉପଭୋଗ କରୁଥିଲେ। ମଧ୍ୟରାତ୍ରି ଥିଲା। ଠିକ୍ ସେହି ସମୟରେ ଜଣେ ଗନ୍ଧର୍ବ ରାଜକୁମାର ଆକାଶ ଦେଇ ଉଡ଼ି ରାଜପ୍ରସାଦ ଦେଇ ଗଲେ। ଲାବଣ୍ୟବତୀଙ୍କ ଉପରେ ତାଙ୍କର ନଜର ପଡ଼ିବା ମାତ୍ରେ ସେ ତାଙ୍କର ଚମତ୍କାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଗଲେ। ତାଙ୍କ ସୌନ୍ଦର୍ଯ୍ୟରେ ଅନ୍ଧ ହୋଇ ସେ ତଳକୁ ଓହ୍ଲାଇ ଆସିଲେ ଏବଂ ତାଙ୍କୁ ଉଠାଇ ଆକାଶ ଦେଇ ଉଡ଼ିଗଲେ। ହରିଦାସ ଯେତେବେଳେ ଉଠିଲେ, ସେ ଦେଖିଲେ ଯେ ତାଙ୍କ ପ୍ରିୟ ପତ୍ନୀ ନିଖୋଜ ଅଛନ୍ତି। ସେ ତାଙ୍କୁ ସବୁଠି ଖୋଜାଖୋଜି କଲେ, କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇଲେ ନାହିଁ। ଦୁଃଖ ଏବଂ ହତାଶାରେ ପୂର୍ଣ୍ଣ ହୋଇ ତାଙ୍କ ହୃଦୟ ଭାଙ୍ଗିଗଲା। ସେ ଏତେ ଦୁଃଖିତ ଥିଲେ ଯେ ସେ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଲୋକମାନେ ତାଙ୍କୁ ଦୁଃଖ ସମୟରେ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ। ମୃତ୍ୟୁ ଏକମାତ୍ର ସମାଧାନ ନୁହେଁ। ସମସ୍ତଙ୍କ ବୁଝାସୁଝା ପରେ ସେ ରାଜି ହେଲେ, କିନ୍ତୁ ତାଙ୍କ ମନରେ ଏହି ଚିନ୍ତାଧାରା ରହିଲା ଯେ ହୁଏତ ତୀର୍ଥ ଏବଂ ତପସ୍ୟା ତାଙ୍କ ପାପର ପ୍ରାୟଶ୍ଚିତ କରିବ ଏବଂ ହୁଏତ ପରମେଶ୍ୱର ତାଙ୍କ ହଜିଯାଇଥିବା ପତ୍ନୀଙ୍କୁ ଫେରାଇ ଆଣିବାର ଏକ ଉପାୟ ଖୋଜିବେ। ଏହି ଚିନ୍ତାଧାରା ମନରେ ରଖି ସେ ଘରୁ ବାହାରି ତୀର୍ଥଯାତ୍ରାରେ ବାହାରିଲେ। ଯାତ୍ରା କରୁଥିବା ସମୟରେ ସେ ଏକ ଗାଁରେ ପହଞ୍ଚିଲେ। ସେଠାରେ ସେ କ୍ଳାନ୍ତ ହୋଇ ଜଣେ ବ୍ରାହ୍ମଣଙ୍କ ଘର ସମ୍ମୁଖରେ ବସି ପଡ଼ିଲେ। ତାଙ୍କର କରୁଣ ରୂପ ଦେଖି ବ୍ରାହ୍ମଣଙ୍କ ସ୍ତ୍ରୀ ତାଙ୍କ ଉପରେ ଦୟା କଲେ ଏବଂ ତାଙ୍କୁ ଏକ ପାତ୍ର କ୍ଷୀରି ଦେଲେ ଏବଂ ନିକଟସ୍ଥ ଏକ ପୋଖରୀ ପାଖରେ ବସି ଆରାମରେ ଖାଇବାକୁ କହିଲେ। ହରିଦାସ କ୍ଷୀରି ନେଇ ପୋଖରୀ ଆଡ଼କୁ ଗଲେ। ସେ ଏକ ଗଛ ତଳେ ବସି ପାତ୍ର ରଖିଲେ ଏବଂ ହାତ ଏବଂ ମୁହଁ ଧୋଇବା ପାଇଁ ପାଣି ପାଖକୁ ଗଲେ। ଏହି ସମୟରେ କିଛି ଅଘଟଣ ଘଟିଲା। ଗୋଟିଏ ଚିଲ ତାର ନଖରେ ଗୋଟିଏ ସାପକୁ ଧରି ସେହି ଗଛରେ ବସିଲା। ଯେତେବେଳେ ଚିଲ ସାପଟିକୁ ଖାଇବା ଆରମ୍ଭ କଲା, ସାପଟିକୁ ଯନ୍ତ୍ରଣା ହେବାରୁ ସେ ତା ମୁହଁରୁ ବିଷ ବାହାର କରିବାକୁ ଲାଗିଲା। ଦୁର୍ଭାଗ୍ୟବଶତଃ ବିଷ ସିଧା କ୍ଷୀରି ଥିବା ପାତ୍ରରେ ପଡ଼ିଗଲା। ହରିଦାସ ଏହା ଜାଣିନଥିଲେ। ସେ ଫେରି ଆସିଲେ ଏବଂ ଅଜାଣତରେ ସେହି ବିଷାକ୍ତ କ୍ଷୀରି ଖାଇଦେଲେ। କିଛି ସମୟ ପରେ ବିଷ ପ୍ରଭାବ ପକାଇଲା। ହରିଦାସ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ। ସେ ବିଶ୍ୱାସ କଲେ ଯେ ବ୍ରାହ୍ମଣ ମହିଳା କୌଣସି ଦୁଷ୍ଟ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ବିଷ ଖାଇବାକୁ ଦେଇଛନ୍ତି। ସେ ତାଙ୍କ ଘରକୁ ଦୌଡ଼ି ଯାଇ ତାଙ୍କୁ ଅଭିଯୋଗ କରି କହିଲେ, ତୁମେ ମୋତେ ବିଷ ଦେଇଛ। ଏହା କହି ସେ ତଳେ ପଡ଼ିଗଲେ ଏବଂ ମୃତ୍ୟୁବରଣ କଲେ। ଏହା ଦେଖି ବ୍ରାହ୍ମଣ ମହିଳାଙ୍କ ସ୍ୱାମୀ କ୍ରୋଧରେ ପୂର୍ଣ୍ଣ ହୋଇଗଲେ। ସେ ତୁରନ୍ତ ତାଙ୍କ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଲେ। ତାଙ୍କୁ ବ୍ରାହ୍ମଣଙ୍କ ହତ୍ୟାକାରୀ ବୋଲି କହିଲେ। ଏହି କାହାଣୀଟି କହିବା ପରେ ବେତାଳ କହିଲା, ରାଜା, ମୋତେ କୁହ, ଏହି 3 ଜଣଙ୍କ ମଧ୍ୟରୁ କିଏ ଅପରାଧୀ? ସାପ, ଚିଲ ନା ବ୍ରାହ୍ମଣ ସ୍ତ୍ରୀ? ରାଜା ଭାବିଲେ ଏବଂ କହିଲେ, ଏହି 3 ଜଣଙ୍କ ମଧ୍ୟରୁ କେହି ଦୋଷୀ ନୁହନ୍ତି। ସାପ ଦୋଷୀ ନୁହେଁ, କାରଣ ସେ ଚିଲ ନିୟନ୍ତ୍ରଣରେ ଥିଲା। ଚିଲ ମଧ୍ୟ ଦୋଷୀ ନୁହେଁ, କାରଣ ସେ ଭୋକିଲା ଥିଲା ଏବଂ ତାର ସ୍ୱଭାବ ଅନୁଯାୟୀ ଖାଉଥିଲା। ବ୍ରାହ୍ମଣ ମହିଳା ହରିଦାସଙ୍କୁ ଖାଇବାକୁ ଦେଇ ତାର କର୍ତ୍ତବ୍ୟ ପାଳନ କରୁଥିଲେ, କିନ୍ତୁ ଦୋଷୀ ହେଉଛି ତାର ସ୍ୱାମୀ, ଯିଏ କୌଣସି ଦ୍ୱିତୀୟ ଥର ଚିନ୍ତା ନ କରି, କୌଣସି ପ୍ରମାଣ ବିନା, କେବଳ ଏକ ଅଭିଯୋଗ ଉପରେ ଆଧାରିତ କରି, ବିନା ଚିନ୍ତାରେ ତଦନ୍ତ ନ କରି ତାର ନିର୍ଦ୍ଦୋଷ ସ୍ତ୍ରୀକୁ ଘରୁ ବାହାର କରିଦେଇଥିଲା। ତ ସାଙ୍ଗମାନେ, କାହାଣୀରୁ ଆମେ ଶିଖୁ ଯେ ଆମକୁ ଜୀବନରେ କେବେ ବି କ୍ରୋଧର ବଶବର୍ତ୍ତୀ ହୋଇ ନିଷ୍ପତ୍ତି ନେବା ଉଚିତ ନୁହେଁ, ବରଂ ଧୈର୍ଯ୍ୟ, ଚିନ୍ତା ଏବଂ ସତ୍ୟ ଖୋଜିବା ପରେ ହିଁ ଏକ ନିଷ୍ପତ୍ତିରେ ପହଞ୍ଚିବା ଉଚିତ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।